ବ୍ରହ୍ମ ପରମ ବ୍ରହ୍ମ କୂଳ ମାଲିକ ରାଧାସ୍ୱାମୀ ଦୟାଲଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ। ଶ୍ରୀ ଶ୍ରୀ ଲକ୍ଷ୍ମୀ ମାଙ୍କ ଚରଣରେ ମୋର ପ୍ରଣାମ। ସମସ୍ତ ମା ଭାଇମାନଙ୍କୁ ମୁଁ ବିନମ୍ର ଜୟଗୁରୁ ଜଣାଉଛି। କିଞ୍ଚିତ ଥରେ ହେଲେ ପୂଜ୍ୟ ଦାଦାଙ୍କ ଏହି ଯାଜନ କର୍ଣ୍ଣଗୋଚର କରନ୍ତୁ ଏବଂ ନିଜର ଚଳନ ଧାରାକୁ ଇଷ୍ଟି ଚଳନରେ ସ୍ନାତ କରନ୍ତୁ। ପୁରୁଷୋତ୍ତମଙ୍କ ମଣିଷ ତିଆରି କାରଖାନାରେ ସାମିଲ ହୁଅନ୍ତୁ। ସମସ୍ତ ଦୁଃଖ ତାପ ଅଭାବ ଅନାଟନ ଜ୍ୱାଳା ଯନ୍ତ୍ରଣା ସ୍ୱପ୍ନ ପରି ଅପସରିଯିବ ଆଖି ପିଛୁଳାକେ। ତାହାର ତ୍ୱକ ହେଉଛି ଆପଣଙ୍କର ଧୈର୍ଯ୍ୟ, ସାହସ, ଶକ୍ତି, ସାମର୍ଥ୍ୟ, ଯୋଗ୍ୟତା ଏବଂ ମାନସିକତା ଏତେ ପରିମାଣରେ ବୃଦ୍ଧିପ୍ରାପ୍ତ ହୋଇ ଆକାଶ ଛୁଆଁ ହେବ ଯେ ଯାହାକି କଳ୍ପନା କରାଯାଇ ନପାରେ। ବିଶ୍ୱପିତା ତଥା ସୃଷ୍ଟିକର୍ତ୍ତାଙ୍କ ଏହି ସତ୍ୟତାକୁ ଖଣ୍ଡନ କରିବା ପାଇଁ ତ୍ରିଭୁବନରେ ଆଉ କେହି ନାହାନ୍ତି। ଜୟଗୁରୁ। ଜୟଗୁରୁ। ମୁଁ ସମସ୍ତଙ୍କୁ ମୋର ଆନ୍ତରିକ ଶ୍ରଦ୍ଧା, ପ୍ରୀତି ଆଉ ଶୁଭେଚ୍ଛା ଜଣାଉଛି। ଓଡ଼ିଆ ମୋର ମାତୃଭାଷା ନୁହେଁ। ଆପଣମାନଙ୍କର ସାନ୍ନିଧ୍ୟରେ ହିଁ ଯେତିକି ସମ୍ଭବ ଏହି ଭାଷା ମୁଁ ଆୟତ୍ତ କରିବା ଚେଷ୍ଟା କରିଛି। ତେଣୁ ଭାଷାଗତ ତ୍ରୁଟି ଆପଣମାନେ ବିବେଚନାର ଦୃଷ୍ଟିରେ ଦେଖିବେ। ଆପଣ ସମସ୍ତେ ମୋର ନିଜର ଲୋକ। ସେଥିପାଇଁ এই ତ୍ରୁଟିପୂର୍ଣ୍ଣ ଭାଷାରେ ମୋର ହୃଦୟର ବିକ୍ଷିପ୍ତ ଯେ ଭାବଗୁଡ଼ା ସେଗୁଡ଼ା ଆପଣମାନଙ୍କର ସାମ୍ନାରେ କହିବାକୁ ମୋର କୌଣସି ସଂକୋଚ ନାହିଁ। ଆଉ ଯେ ଅନୁଧାବନ ଯୋଗ୍ୟତା ସେଟା ଆପଣମାନେ ସମସ୍ତେ ବିଚାର ବିବେଚନା କରିବେ। ସେଟା ମୁଁ ଆଉ କଣ କହିବି। ପରମାରାଧ୍ୟ ଆଚାର୍ଯ୍ୟ ଦେବ ଥରେ କଥା ପ୍ରସଙ୍ଗରେ କହିଥିଲେ, ଆମେ ଯେପରି କେବଳ ଠାକୁରଙ୍କର ହିଁ ହେଉ, ସିଏ ହିଁ ଯେପରି ଆମମାନଙ୍କର ସବୁ କିଛିରେ ଉଦ୍ଦେଶ୍ୟ ହୁଅନ୍ତି, ଆଉ କୌଣସି ସ୍ୱାର୍ଥ ଯେପରି ଆମମାନଙ୍କୁ ଗ୍ରାସ କରି ନପାରେ। ତାହା ହେଲେ କିନ୍ତୁ ମୂଳରେ ହିଁ ଗଡ଼ବଡ଼ ରହିଯିବ। ସତ୍ୟାନୁସରଣରେ ଯେପରି କୁହାଯାଇଛି, ଅର୍ଥ ମାନ ଯଶ ଇତ୍ୟାଦି ପାଇବା ଆଶାରେ ମୋତେ ଠାକୁର ସଜାଡ଼ିକି ଭକ୍ତ ହୁଅ ନାହିଁ। ସାବଧାନ ହୁଅ, ଠକିଯିବ। ତୁମରି ଠାକୁରତ୍ୱ ଜାଗ୍ରତ ନ ହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି। ଫାଙ୍କି ଦେଲେ ତାହା ହିଁ ପାଇବ। ଏଇଭଳି ନ ହେଲେ କିଛି ହିଁ ହେବନି। ତାଙ୍କର କଥାଟା ଭଲ ଭାବରେ ଅନୁଧାବନ କରନ୍ତୁ। ପ୍ରତ୍ୟେକ କର୍ମ ସହିତ ହିଁ ଯୋଡ଼ିଥାଏ ସେହି କର୍ମ କରିବାର ଉଦ୍ଦେଶ୍ୟଟା ଆଉ ତାହା ସମ୍ପାଦନ କରିବାର କୌଶଳଟା। ଆମେ ପ୍ରତ୍ୟେକ ହିଁ ବ୍ୟକ୍ତିଗତ ଭାବରେ ନିଜ ନିଜ ଜୀବନ ବର୍ଦ୍ଧନ ଉଦ୍ଦେଶ୍ୟରେ ଅର୍ଥାତ୍ ବଞ୍ଚିବା ବଢିବା ପଥରେ ଚାଲିବା କୌଶଳ ଲାଭ କରିବା ଏବଂ ତାହା ଆୟତ୍ତ କରିବା ଉଦ୍ଦେଶ୍ୟରେ ହିଁ ପରମ ଦୟାଳଙ୍କର ଏହି ଜୀବନ ବୃଦ୍ଧିତ ଆଦର୍ଶକୁ ଗ୍ରହଣ କରିଛୁ ଏବଂ ତାହାକୁ ପରିପୂରଣ କରି ଚାଲିବାର ଅତୁଟ ସଂକଳ୍ପରେ ଆବଦ୍ଧ ହେଇଛୁ। ଆଉ ତାହା କିନ୍ତୁ ନିଜ ନିଜ ସିଦ୍ଧାନ୍ତ ଅନୁସାରେ ହିଁ ଏହାକୁ ହିଁ କୁହାଯାଏ ଦୀକ୍ଷା ଗ୍ରହଣ। ସେହି ସଂକଳ୍ପ ରକ୍ଷାର ଅଭ୍ୟାସ ବା ଅନୁଶୀଳନ କରିବା ହିଁ କିନ୍ତୁ ଆମ ପ୍ରତ୍ୟେକଙ୍କ ଜୀବନର ଏକମାତ୍ର କର୍ତ୍ତବ୍ୟ। ଏହା ପରିପାଳନର ପ୍ରଚେଷ୍ଟାର ମଧ୍ୟ ଦେଇ ଆମେ ସମସ୍ତ ସଂଘାତକୁ ନିୟନ୍ତ୍ରିତ କରୁ କରୁ ସମଗ୍ର ବିଶ୍ୱ ପ୍ରାଣ ସହିତ ସଂଗତି ଆଉ ସଂହତି ରକ୍ଷା କରି ଚାଲିବାକୁ ସକ୍ଷମ ହେଇ ଉଠୁ। ଯିଏ ଯେତିକି ଅକପଟ ଆଉ ନିରଲସ ଭାବରେ ଏହି ବିଷୟରେ ସଚେଷ୍ଟ ଥାଏ, ସିଏ ସେତିକି ସଫଳ ହୋଇ ଉଠେ। ଆଉ ଉଦ୍ଦେଶ୍ୟ ଯଦି ନିଜର ଭଲ ରହିବା, ନିଜକୁ ସାର୍ଥକ ସୁନ୍ଦର କରିବା, ପରମାନନ୍ଦରେ ଜୀବନ ଯାପନ କରିବା, ଏହି ସବୁ ହିଁ ହୁଏ, ତାହେଲେ କିନ୍ତୁ ଏହି ପ୍ରଚେଷ୍ଟା ହିଁ ଆମମାନଙ୍କର ପଥ ଚାଲିବାର ଏକମାତ୍ର ପାଥେୟ। ଯାହା ପାଇବାର ଅଛି ତାହା ପାଇବାକୁ ଗଲେ କିନ୍ତୁ ନିଜ ନିଜ ଅଭ୍ୟାସ ଆଉ ଅନୁଶୀଳନ ମାଧ୍ୟମରେ ହିଁ ତାହା ନିଜ ଜୀବନରେ ସ୍ୱଭାବଗତ କରି ନେବାକୁ ପଡିବ। କୌଣସି କିଛିକୁ ଆୟତ୍ତରେ ଆଣିବାର ଏହା ହିଁ ତ ହେଲା ଏକମାତ୍ର କୌଶଳ। ଆଉ ଏହି ପ୍ରଚେଷ୍ଟା କିନ୍ତୁ ସର୍ବାଙ୍ଗୀନ ଭାବରେ ଆନ୍ତରିକ। ବହିରଙ୍ଗ କୌଣସି ଉଦ୍ଦେଶ୍ୟ ନେଇ ଚାଲିବାର ପ୍ରଚେଷ୍ଟା ସେମିତି ଯଦି ଥାଏ, ତାହା କିନ୍ତୁ ବିକ୍ଷେପକୁ ଆମନ୍ତ୍ରଣ କରି ଆଣିବ। କୌଣସି ସ୍ୱାର୍ଥ ସିଦ୍ଧି ପାଇଁ ଅନ୍ୟମାନଙ୍କ ଠାରୁ କୃତିତ୍ୱ ଲାଭ ଆଶାରେ
ବା ଅନ୍ୟଠାରୁ ନିଜକୁ ବଡ କରିବାର ଆକୁତି ନେଇ ଚାଲିବାଟା ହିଁ ଯଦି ଲକ୍ଷ୍ୟ ହୁଏ, ତାହାର ମାନେ ହିଁ ହେଲା ଉଦ୍ଦେଶ୍ୟ ବା ମୂଳ କାରଣରୁ ବିଚ୍ୟୁତ ହେବା। ଆଉ ତାହା ଯେପରି ନ ହୁଏ ସେଥିପାଇଁ ହିଁ ପ୍ରয়োଜନ ଅଚ୍ୟୁତ ଆଗ୍ରହ ଆଉ ଅଦମ୍ୟ ନିଷ୍ଠା ସହିତ ଯିଏ ସବୁ କିଛିର କାରଣ, ସେହି ପ୍ରିୟ ପରମଙ୍କ ଠାରେ ହିଁ କେବଳ ଯୁକ୍ତ ରହିବା, ଏକମାତ୍ର ତାଙ୍କୁ ପ୍ରୀତ କରିବା ଉଦ୍ଦେଶ୍ୟ ନେଇ ଚାଲିବା। ଯଦି ସ୍ୱାର୍ଥର ପ୍ରତିଷ୍ଠା ହିଁ କରିବାକୁ ହୁଏ, ତାହେଲେ କୌଣସି କ୍ଷୁଦ୍ର ଗଣ୍ଡିବଦ୍ଧ ଆତ୍ମସ୍ୱାର୍ଥ ନ ହୋଇ ତାହା ଯେପରି ତାଙ୍କରି ସ୍ୱାର୍ଥ ହୁଏ, ତାହେଲେ ହିଁ କ୍ରମାନ୍ୱୟରେ ତାଙ୍କ ସ୍ୱାର୍ଥ ହିଁ ନିଜର ସ୍ୱାର୍ଥ ହୋଇ ଉଠେ। ଏହି ମାନସିକତା ନେଇ ଚାଲିଲେ ଆମ ମାନଙ୍କର ଜୀବନ ପ୍ରକୃତ ଭାବରେ ସର୍ବାର୍ଥ ସାଧକ ଆଉ ସର୍ବାଙ୍ଗ ସୁନ୍ଦର ହୋଇ ଉଠେ। ଏହା ନ କରି ନିଜେ କପଟତାର ଆଶ୍ରୟ ନେଇ ବିଜ୍ଞ ଭଳି ଫାଙ୍କି ଚଲଣରେ ଚାଲି ଅନ୍ୟମାନଙ୍କ ବେଳରେ ଉପଦେଶ ଦେବାକୁ ଯଦି ଆମେ ତତ୍ପର ହୋଇ ଉଠୁ, ତାହେଲେ ତ ଉଦ୍ଦେଶ୍ୟରୁ ବିଚ୍ୟୁତ ହେବାକୁ ହିଁ ପଡିବ। ଆଉ ଉଦ୍ଦେଶ୍ୟହୀନ ଚଳନର କୌଣସି ଗତି ହୁଏ ନା, ଏକମାତ୍ର ଦୁର୍ଗତି ଛଡା। ଆମ ମାନଙ୍କ ଭଳି ଭାଗ୍ୟବାନ ମାନବ ଇତିହାସରେ କେବେ ବି କେହି ହୋଇଛି? ଆମେ ମାନେ ପଥ ପାଇଛୁ, ପାଥ୍ୟ ପାଇଛୁ, ଗନ୍ତବ୍ୟ ଲାଭ କରିଛୁ, ପଥ ଚାଲିବାର କ୍ଳାନ୍ତି ଆଉ ଗ୍ଲାନି ଲାଘବ କରିବାର ସମସ୍ତ ସମ୍ବଳ ଲାଭ କରିଛୁ। ପଥଭ୍ରଷ୍ଟ ହେଇ ପଡିଲେ ଛାଡା ଦେଇ ପୁଣି ସଠିକ ପଥ ନିଶାନାରେ ଫେରେଇ ଆଣିବାର ଆଲୋକବର୍ତ୍ତିକା ଆମ ଦୃଷ୍ଟି ସାମ୍ନାରେ ସଦାବେଳେ ଠିଆ ହୋଇ ରହିଛି। ଏହିଭଳି ଯେ କେହି କେବେ କାହାକୁ ଭଲ ପାଇପାରେ, ତାହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଆମେ ପ୍ରତ୍ୟେକ ହିଁ ନିଜ ନିଜ ଜୀବନରେ ବାସ୍ତବରେ ଅନୁଭବ କରିବାର ନିରନ୍ତର ସୁଯୋଗ ଲାଭ କରି ଚାଲିଛୁ। ଦେଖିଥିବା, ଶୁଣିଥିବା ଆଉ ବାସ୍ତବ ବୋଧରେ ଅନୁଭବ କରିଥିବା କେତେ ଯେ ଘଟଣା ସାକ୍ଷୀ ଆମେ ହେଇ ଚାଲିଛୁ ପ୍ରତିନିୟତ, ତାହାର କୌଣସି ହିସାବ କିଏ ରଖେ? ଏହା ସତ୍ତ୍ୱେ ବି ନିଜ ଚଳନ, ବଳନ, ଆଚରଣ ଏହି ସମସ୍ତ ଯଦି ସେହି ଅନୁସାରେ ନିୟନ୍ତ୍ରିତ କରି ନ ପାରୁ, ତାହେଲେ ଆମ ଭଳି ଦୁର୍ଭାଗା ଆଉ କିଏ? ତାଙ୍କ ଜୀବନ, ତାଙ୍କ ସ୍ମୃତି ଚେତନାର ଜୀବନୀୟ ପରଶ ଆମ ମାନଙ୍କ ଜୀବନକୁ ଦୟା, ପ୍ରେମ, କ୍ଷମା ଏଇ ସବୁରେ ପୁଣି ବଞ୍ଚିବା ବଢିବାର ଉପାୟ ଆଉ ପ୍ରେରଣାରେ ପରିପୋଷିତ କରି ତୋଲୁଛି ପ୍ରତିନିୟତ ଅବିଚ୍ଛିନ୍ନ ଭାବରେ। ଆମେ କଣ ଏବେ ବି ଆଲସ୍ୟ ଆଉ ଦୁର୍ବଳତା ହାତରେ ପରାଜିତ ହେଇ ରହିଯିବା? ପରିଶେଷରେ ପୁଣି ମୁଁ ବିନୀତ ଭାବରେ କହୁଛି, ଆମେ କେବଳ ତାଙ୍କରି ହେଇ ଉଠୁ। ତାହା ହେଲେ ହିଁ ଯାହା ପାଇବାର ତାହା ଅଧିକତ ହେବ। ପରମ ଦୟାଳଙ୍କର ଅଶେଷ ଅପାର କରୁଣା ଏବଂ ଆଚାର୍ଯ୍ୟ ଦେବଙ୍କର ଅମୀୟ ଆଶିଷ ଇଷ୍ଟି ଚଳନର ଜୟଯାତ୍ରାରେ ପ୍ରତ୍ୟେକଙ୍କ ଜୀବନକୁ ସଫଳତାରେ ଅଭିଷିକ୍ତ କରି ତୋଲୁ, ଏହା ହିଁ ମୋର ଐକାନ୍ତିକ ପ୍ରାର୍ଥନା। ବନ୍ଦେ ପୁରୁଷୋତ୍ତମମ୍।